ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଲୁ ଯେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଇସ୍ରାଏଲ ମଧ୍ୟରେ ପ୍ରଚାର କରିବାକୁ ପଠାଇଲେ ଏବଂ ସେମାନଙ୍କୁ ଚେତାବନୀ ଦେଲେ ଯେ ତାଙ୍କୁ ଅନୁସରଣ କଲେ କଷ୍ଟ, ପ୍ରତ୍ୟାଖ୍ୟାନ ଓ ବିରୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ। ସେ ସେମାନଙ୍କୁ ପରମେଶ୍ୱରଙ୍କ ଉପରେ ଭରସା କରିବାକୁ, ବିଶ୍ୱସ୍ତ ରହିବାକୁ, ଅନ୍ୟମାନଙ୍କ ସମ୍ମୁଖରେ ସାହସର ସହିତ ତାଙ୍କୁ ସ୍ୱୀକାର କରିବାକୁ ଏବଂ ନିଜ ପରିବାର, ଆରାମ ଏବଂ ଏପରିକି ନିଜ ଜୀବନଠାରୁ ମଧ୍ୟ ତାଙ୍କୁ ଊର୍ଦ୍ଧ୍ୱରେ ରଖିବାକୁ ଶିକ୍ଷା ଦେଲେ। ଆଜିର ଅଧ୍ୟୟନରେ ଆମେ ମାଥ୍ୟୁ 11 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଯୀଶୁ ନିଜର ପରିଚର୍ଚ୍ୟା ଜାରି ରଖିବେ। ଯୋହନ ବାପ୍ତିଜିକ ଶିଷ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଯେଉଁ ନଗରଗୁଡ଼ିକରେ ସେ ଅନେକ ମହାନ କାର୍ଯ୍ୟମାନ କରିଥିଲେ ସେଗୁଡ଼ିକୁ ଭର୍ତ୍ସନା କରିବେ ଏବଂ ଶାନ୍ତ ଓ ଭାରାକ୍ରାନ୍ତ ସମସ୍ତଙ୍କୁ ଏକ ଅନୁଗ୍ରହପୂର୍ଣ୍ଣ ନିମନ୍ତ୍ରଣ ଦେବେ। ତେବେ ଆସନ୍ତୁ ଅଧ୍ୟୟନ କରିବାକୁ ଯିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ମାଥ୍ୟୁ 11 ପର୍ବ ଉପରେ ଅଧ୍ୟୟନ କରିବା। ଏହି ପର୍ବରେ ଆମେ ଯୀଶୁଙ୍କ ସେବା କାର୍ଯ୍ୟ ବିଷୟ ଦେଖୁଁ। ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସୁଛନ୍ତି ଓ ଯୀଶୁ ଲୋକମାନଙ୍କୁ ଆହ୍ୱାନ କରୁଛନ୍ତି। ଏହି ପର୍ବରେ ଦ୍ୱନ୍ଦ୍ୱ ଚାଲିଥିବା ଦେଖୁଁ। ପ୍ରଭୁ ଯୀଶୁ ତାଙ୍କ ନୈତିକତାର ବ୍ୟାଖ୍ୟା କରିଛନ୍ତି। ସେ ଅଲୌକିକ କାର୍ଯ୍ୟ ସାଧନ କରିଛନ୍ତି ଏବଂ ସେ ଆପଣା ଶିଷ୍ୟମାନଙ୍କୁ ପ୍ରେରଣ କରୁଛନ୍ତି। ସେମାନେ ପ୍ରମାଣ କରିବେ ଯେ ପ୍ରଭୁ ଯୀଶୁ ମସିହ ଅଟନ୍ତି। ସେମାନେ ଇସ୍ରାଏଲର ସମସ୍ତ ସହରକୁ ଅତିକ୍ରମ ନ କରିବା ପର୍ଯ୍ୟନ୍ତ ଗଳିକନ୍ଦି ଓ ରାଜପଥରେ ଯାତ୍ରା କରୁଛନ୍ତି। ଲୋକମାନଙ୍କ ପ୍ରତ୍ୟୁତ୍ତର କ'ଣ ଥିଲା? ପ୍ରଭୁ ଯୀଶୁ ଯେ ମସିହ ସେ ଦାବି ବିଷୟରେ କ'ଣ? ଗୋଟିଏ ଶବ୍ଦରେ କହିଲେ, ଅଗ୍ରାହ୍ୟ କଲେ। ଏହି ପର୍ବ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସେବା କାର୍ଯ୍ୟର ଏକ ନୂଆ ମୋଡ଼ ଆଡ଼କୁ ନେଇଯାଉଛି। 28ରୁ 30 ପଦ ମଧ୍ୟରେ ଆମେ ଦେଖିବାକୁ ପାଉ ଯେ ସେ ଏକ ନୂତନ ଶିକ୍ଷା ଦେଉଛନ୍ତି। ରାଜାଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବରୁ ଦିଆଯାଇଥିବା ଅନୁତାପର ଶିକ୍ଷାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଅଟେ। ମାଥ୍ୟୁ 11 ପର୍ବ ତାର 1 ପଦରେ ଲେଖା ଅଛି, ଯୀଶୁ ଆପଣା 12 ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ଉତ୍ତାରେ ଲୋକମାନଙ୍କର ନଗର ସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ପ୍ରସ୍ଥାନ କଲେ। ଆପଣା ଶିଷ୍ୟମାନଙ୍କୁ ପ୍ରେରଣ କଲା ପରେ ସେ ନିଜେ ବାହାରକୁ ଯାଉଛନ୍ତି। ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା କେତେ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଗୁରୁତ୍ୱପୂର୍ଣ୍ଣ। ମାଥ୍ୟୁ 11 ପର୍ବ ତାର 2 ପଦରେ ଲେଖା ଅଛି, ଏଥିମଧ୍ୟରେ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ। ମାଥ୍ୟୁ 4 ପର୍ବ ତାର 12ରେ ଲେଖା ଅଛି ଯେ ବାପ୍ତିଜକ ଯୋହନଙ୍କୁ କାରାଗାରରେ ବନ୍ଦୀ କରାଯାଇଥିଲା। ତେଣୁ ସେ ବହୁ ସମୟ ଧରି କାରାଗାରରେ ରହିଛନ୍ତି। କିନ୍ତୁ ପ୍ରଭୁ ଯୀଶୁଙ୍କ କାର୍ଯ୍ୟ ବିଷୟରେ ସେ ଶୁଣିପାରୁଛନ୍ତି। ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ କାର୍ଯ୍ୟ ଦେଖିଥିଲେ ଓ ଯୋହନଙ୍କୁ କହୁଥିଲେ। ଯୋହନ କାରାଗାରରୁ ମୁକ୍ତ ହେବା ଅପେକ୍ଷାରେ ଅଛନ୍ତି, କାରଣ ସେ ବିଶ୍ୱାସ କରୁଥିଲେ ଯେ ଯୀଶୁ ନିଜର ରାଜ୍ୟ ସ୍ଥାପନ କରିବା ପାଇଁ ଶୀଘ୍ର ସିଂହାସନ ଆରୋହଣ କରିବାକୁ ଯାଉଛନ୍ତି। ମାଥ୍ୟୁ 11 ପର୍ବ ତାର 3 ପଦରେ ଲେଖା ଅଛି, ଯାହାଙ୍କର ଆଗମନ ହେବ ସେହି ବ୍ୟକ୍ତି କି ଆପଣ ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? ଯୋହନଙ୍କ ପ୍ରଶ୍ନ ଯୁକ୍ତିଯୁକ୍ତ ଥିଲା। ଏହି ସମୟ ସୁଦ୍ଧା ରାଜା କ୍ଷମତା ମଧ୍ୟକୁ ଆସିବେ ବୋଲି ବିଶ୍ୱାସ କରିବା ପାଇଁ ତାଙ୍କ ପାଖରେ ସମସ୍ତ କାରଣ ରହିଥିଲା। ପ୍ରଭୁ ସିଂହାସନରେ ଉପବେଶନ କରିବା ନିମନ୍ତେ କାହିଁକି ବିଳମ୍ବ କରୁଛନ୍ତି? ସେ ବିଷୟରେ ଦ୍ୱନ୍ଦ୍ୱରେ ଥିଲେ। ଯୋହନଙ୍କ ପ୍ରତି ପ୍ରଭୁଙ୍କର ଉତ୍ତର କ'ଣ ଲକ୍ଷ୍ୟ କରନ୍ତୁ। ମାଥ୍ୟୁ 11 ପର୍ବ ତାର 4ରୁ 6 ପଦରେ ଲେଖା ଅଛି, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ ଯାହା ଯାହା ଶୁଣୁଅଛ ଓ ଦେଖୁଅଛ ସେହି ସବୁ ଯୋହନଙ୍କୁ ଜଣାଅ। ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ
ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ। ଆଉ ଯେ କେହି ମୋଠାରେ ବିଘ୍ନର କାରଣ ନ ପାଏ ସେ ଧନ୍ୟ। ଯୀଶୁଖ୍ରୀଷ୍ଟଙ୍କ ଉତ୍ତର ଉଲ୍ଲେଖନୀୟ। ଏହି ପୁରାତନ ନିୟମରେ ମସିହଙ୍କ ସମ୍ବନ୍ଧୀୟ ଭାବବାଣୀ ଦ୍ୱାରା ହିଁ ବୁଝିହେବ। ଯିଶାୟ 35 ପର୍ବ ତାର 4-6 ପଦରେ ଏପରି ଲେଖା ଅଛି, ଭୀତାନ୍ତକରଣମାନଙ୍କୁ କୁହ, ସାହସିକ ହୁଅ, ଭୟ କର ନାହିଁ। ଦେଖ, ତୁମମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ। ସେ ଆସି ତୁମମାନଙ୍କର ପରିତ୍ରାଣ କରିବେ। ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ। ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ, କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ। ଯୀଶୁ ଯେତେବେଳେ ଆସିଲେ ସେତେବେଳେ ପ୍ରାନ୍ତରରେ ଜଳସ୍ରୋତ ଫୁଟି ବାହାରିଲା ନାହିଁ କିମ୍ବା ମରୁଭୂମିରେ ନଦୀ ପ୍ରବାହିତ ହେଲା ନାହିଁ। କାହିଁକି? କାରଣ ସେ ଯେତେବେଳେ ପ୍ରଥମ ଥର ଆସିଲେ ସେତେବେଳେ ସେ ଜଗତର ରାଜ୍ୟ ସ୍ଥାପନ କରିନଥିଲେ, କିନ୍ତୁ ସେ ଜଣେ ରାଜା ଥିଲେ ଏବଂ ତାଙ୍କ ପାଖରେ ମସିହ ହେବାର ସମସ୍ତ ପ୍ରମାଣ ଥିଲା। ସେ କେବଳ ଏତିକି କହନ୍ତି, ଜହନ ସେହି ପ୍ରମାଣଗୁଡ଼ିକୁ ଚିହ୍ନି ପାରିବେ। ଯଦି କେହି ବାପ୍ତିଜକ ଜହନଙ୍କୁ ସମାଲୋଚନା କରୁଛନ୍ତି, ତେବେ ପରବର୍ତ୍ତୀ ପଦରେ ଯୀଶୁ ଜହନଙ୍କ ପକ୍ଷ ସମର୍ଥନ କରି କହିଥିବା ଦେଖୁ। ମାଥ୍ୟୁ 11 ପର୍ବ ତାର 7 ପଦରେ ଲେଖା ଅଛି, ସେମାନେ ଚାଲି ଯାଉଥିବା ସମୟରେ ଯୀଶୁ ଜହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରି ଯାଇଥିଲ? କ'ଣ ପବନରେ ଦୋହଳୁଥିବା ଗୋଟିଏ ନଳ? ପ୍ରକୃତରେ ଜହନ ପବନରେ ହଲୁଥିବା ଏକ ନଳ ଗଛ ନଥିଲେ, ବରଂ ସେ ଥିଲେ ଏକ ପ୍ରବଳ ପବନ ଯିଏ ନଳ ଗଛଗୁଡ଼ିକୁ ହଲାଇ ଦେଉଥିଲେ। ଆଜିକାଲି ପୁଲପିଟ୍ ଅତି ଦୁର୍ବଳ ହୋଇପଡ଼ିଛି, କାରଣ ସମ୍ମୁଖରେ ବସିଥିବା ଲୋକମାନେ ପ୍ରଚାରକମାନଙ୍କୁ ନିୟନ୍ତ୍ରଣରେ ରଖିଛନ୍ତି ଅବା ମଣ୍ଡଳୀର ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସନ୍ତୁଷ୍ଟ କଲା ବାକ୍ୟ ପ୍ରଚାର କରୁଛନ୍ତି। ଅନେକ ସମୟରେ ପୁଲପିଟ୍ ପବନରେ ହଲୁଥିବା ଏକ ନଳଗଛ ସଦୃଶ ହୋଇଯାଉଛି। ବାପ୍ତିଜକ ଜହନଙ୍କ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ, ଯିଏ ନଳଗଛଗୁଡ଼ିକୁ ହଲାଇ ଦେଉଥିବା ଏକ ପ୍ରବଳ ପବନ ଥିଲେ। ଆମର ପ୍ରଭୁ ବାପ୍ତିଜକ ଜହନଙ୍କର ପ୍ରଶଂସା କରି କହୁଛନ୍ତି, ମାଥ୍ୟୁ 11 ପର୍ବ ତାର 8 ପଦରେ ଲେଖା ଅଛି, ତାହା ନହେଲେ ତୁମ୍ଭେମାନେ କ'ଣ ଦେଖିବା ପାଇଁ ବାହାରି ଯାଇଥିଲ? କ'ଣ ସୂକ୍ଷ୍ମ ବସ୍ତ୍ର ପରିହିତ ଜଣେ ବ୍ୟକ୍ତିଙ୍କି? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପରିଧାନ କରନ୍ତି ସେମାନେ ରାଜବାଟିରେ ଥାନ୍ତି। ବାପ୍ତିଜକ ଜହନ ଜଣେ କଠୋର ଓ କଷ୍ଟ ସହିଷ୍ଣୁ ବ୍ୟକ୍ତି ଥିଲେ। ମାଥ୍ୟୁ 11 ପର୍ବ ତାର 9 ପଦରେ ଲେଖା ଅଛି, ତାହା ନହେଲେ କି ନିମନ୍ତେ ବାହାରି ଯାଇଥିଲ? କ'ଣ ଜଣେ ଭାବବାଦୀଙ୍କି ଦେଖିବାକୁ? ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କି। ସେ ଭାବବାଦୀ ଥିଲେ ଓ ଭାବବାଦୀମାନଙ୍କ ଠାରୁ ଊର୍ଦ୍ଧ୍ୱରେ ଥିଲେ। ମାଥ୍ୟୁ 11 ପର୍ବ ତାର 10 ପଦରେ ଲେଖା ଅଛି, ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ। ଏ ସେହି ବ୍ୟକ୍ତି। ପ୍ରଭୁ ଯୀଶୁ ମଲାଖି 3 ପର୍ବ ତାର 1 ପଦରେ ସଫଳ ହେବା ବିଷୟରେ ସ୍ପଷ୍ଟ ଭାବରେ କହିଥିବା ଦେଖ, ଆମ୍ଭେ ଆପଣା ଦୂତକୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ। ପୁଣି ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍ ଆପଣା ମନ୍ଦିରକୁ ଆସିବେ, ଆଉ ନିୟମର ଯେଉଁ ଦୂତଠାରେ ତୁମ୍ଭେମାନେ ସନ୍ତୁଷ୍ଟ ଅଛ, ଦେଖ, ସେ ଆସୁଅଛନ୍ତି। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ଜହନ 1 ପର୍ବ ତାର 21-23 ପଦରେ ଲକ୍ଷ୍ୟ କରନ୍ତୁ। ମାଥ୍ୟୁ 11 ପର୍ବ ତାର 11 ପଦରେ ଲେଖା ଅଛି, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀ ଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଜହନଙ୍କ ଠାରୁ ମହାନ କେହି ଉତ୍ପନ୍ନ ହୋଇନାହାନ୍ତି। ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ। ବେଳେବେଳେ ଆମେ ଏହି ବିଷୟରେ ଯୁକ୍ତିତର୍କ କରିବାକୁ ଭଲ ପାଉଁ ଯେ କିଏ ଅଧିକ ମହାନ ଥିଲେ, ଅବ୍ରାହମ, ମୂଷା କିମ୍ବା ଦାଉଦ। ଯୀଶୁ ଘୋଷଣା କରନ୍ତି ଯେ ଜହନ ଅନ୍ୟମାନଙ୍କ ଅପେକ୍ଷା ମହାନ। ବାପ୍ତିଜକ ଜହନକୁ କେହି ବି ଅତିକ୍ରମ କରିପାରିନଥିଲେ। ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ। ଯେତେବେଳେ ପ୍ରଭୁ ଯୀଶୁ ଆସିଲେ, ସେ ଏପରି ଏକ ଗୋଷ୍ଠୀର ଲୋକଙ୍କୁ ଆହ୍ୱାନ କରିବାକୁ ଆରମ୍ଭ କଲେ,
ଯେଉଁମାନେ ବାପ୍ତିଚକ ଜହନଙ୍କ ଅପେକ୍ଷା ମଧ୍ୟ ଅଧିକ ମହାନ, ସେମାନେ କିପରି ମହାନ ହୋଇପାରିବେ? କାରଣ ସେମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି ଓ ଧାର୍ମିକତାର ବସ୍ତ୍ରରେ ପରିହିତ। ମାଥ୍ୟୁ 11 ପର୍ବ ତାର 12 ପଦରେ ଲେଖା ଅଛି, ଆଉ ବାପ୍ତିଚକ ଜହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି, ପୁଣି ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି। ଏହି ପଦଟି ବ୍ୟାଖ୍ୟା କରିବା କଷ୍ଟକର, କାରଣ ଏଠାରେ ଉଲ୍ଲେଖ କରାଯାଇଥିବା ବଳ ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ବଳ ହୋଇପାରେ। ବାହାରୁ ଆସୁଥିବା ମନ୍ଦ ଶକ୍ତିଗୁଡ଼ିକ ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରିବା ବିଷୟ ସତ୍ୟ, କିନ୍ତୁ ଯେଉଁମାନେ ସମ୍ପୂର୍ଣ୍ଣ ହୃଦୟର ସହିତ ସମର୍ପିତ, ସେମାନେ ମଧ୍ୟ ଭିତରେ ପ୍ରବେଶ କରିବାକୁ ବଳ ପ୍ରୟୋଗ କରନ୍ତି। ଅର୍ଥାତ୍ ସେମାନେ ଅତ୍ୟନ୍ତ ବ୍ୟାକୁଳତାର ସହିତ ଭିତରକୁ ଆସିବାକୁ ଚାହାନ୍ତି। ଏଥିରେ ଆବଶ୍ୟକତା ଏବଂ ନିରାଶର ଏକ ସ୍ୱର ରହିଛି। ଆମେ ଆଗରୁ ଦେଖିଛୁ ଯେ ଜଣେ ଯୁବକ ଦୌଡ଼ି ଆସି ଯୀଶୁଙ୍କ ପାଦ ତଳେ ପଡ଼ି କହିଲେ, ଯାହା ମାଥ୍ୟୁ 8 ପର୍ବ ତାର 19 ପଦରେ ଲେଖା ଅଛି, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ ମୁଁ ଆପଣଙ୍କ ଅନୁଗମନ କରିବି। ଏଥିରେ ଦୁଇଟି ଦିଗ ରହିଛି। ସେ ପ୍ରକୃତରେ କ'ଣ କହିବାକୁ ଚାହୁଁଥିଲେ ସେ ବିଷୟରେ ମୋର ନିଜ ଚିନ୍ତାଧାରା ମଧ୍ୟ ସ୍ପଷ୍ଟ ନୁହେଁ। ହୁଏତ ସେ ଉଭୟ ଦିଗ ବିଷୟରେ କହିଥିବା ପରି ମନେ ହେଉଛି। ମାଥ୍ୟୁ 11 ପର୍ବ ତାର 13ରୁ 15 ପଦରେ ଲେଖା ଅଛି, କାରଣ ସମସ୍ତ ଭାବବାଦୀ ଓ ବ୍ୟବସ୍ଥା ଶାସ୍ତ୍ର ଜହନଙ୍କ ପର୍ଯ୍ୟନ୍ତ ଭାବବାଣୀ କହିଥିଲେ। ଆଉ ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲିୟଙ୍କ ଆସିବାର ଅଛି, ଏ ସେହି, ଯାହାର କାନ ଅଛି ସେ ଶୁଣ। ମଲାଖି 3 ପର୍ବ ତାର 1 ପଦରେ ଭବିଷ୍ୟବାଣୀ ଅନୁଯାୟୀ ବାପ୍ତିଚକ ଜହନ ଆଗମନ ହେବାକୁ ଥିବା ସେହି ଦୂତଙ୍କ ଭବିଷ୍ୟବାଣୀକୁ ସଫଳ କରିଥିଲେ। କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ଯଦି ଇସ୍ରାଏଲ ପ୍ରଥମ ଆଗମନ ସମୟରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିନେଇଥାନ୍ତେ, ତେବେ କ'ଣ ସେ ସଙ୍ଗେ ସଙ୍ଗେ ସେହି ରାଜ୍ୟ ପ୍ରତିଷ୍ଠା କରିଥାନ୍ତେ ଏବଂ ବାପ୍ତିଚକ ଜହନ କ'ଣ ଏଲିୟ ହୋଇଥାନ୍ତେ? ଏହାର ଉତ୍ତର ହେଉଛି ହଁ। ଆପଣ କହିପାରନ୍ତି, ଏହା କିପରି ସମ୍ଭବ? ମୋର ପାଖରେ ଆପଣଙ୍କ ପାଇଁ ଗୋଟିଏ ଉତ୍ତର ଅଛି। ମୁଁ ଜାଣିନାହିଁ। ମୁଁ କେବଳ ଏତିକି ଜାଣେ ଯେ ଯୀଶୁ ଏହା ହିଁ କହିଥିଲେ। ହଁ, ସେ ଅନେକ କାର୍ଯ୍ୟ କରିଛନ୍ତି ଯାହା ମୁଁ ବ୍ୟାଖ୍ୟା କରିପାରିବି ନାହିଁ, କିନ୍ତୁ ଗ୍ରହଣ କରିଛି। କିଛି ଲୋକ ଅଛନ୍ତି ଯେଉଁମାନେ ଯୁକ୍ତି କରନ୍ତି, ଯଦି ଖ୍ରୀଷ୍ଟ କ୍ରୁଶକୁ ଯିବା ଓ ମୃତ୍ୟୁବରଣ କରିବା ପାଇଁ ସ୍ଥିର କରିଥିଲେ, ତେବେ ନିଜକୁ ଜଣେ ରାଜା ଭାବରେ ଉପସ୍ଥାପନ କରିବା ଯୁକ୍ତିଯୁକ୍ତ ନଥିଲା। କିନ୍ତୁ ଏହା ଯୁକ୍ତିଯୁକ୍ତ ଥିଲା। କିନ୍ତୁ ସେମାନେ ଦାବି କରନ୍ତି ଯେ ଯଦି ଇସ୍ରାଏଲ ଯୀଶୁଙ୍କୁ ସେମାନଙ୍କର ରାଜା ଭାବରେ ଗ୍ରହଣ କରିନେଇଥାନ୍ତେ, ତେବେ କ'ଣ ହୋଇଥାନ୍ତା? ବାସ୍ତବରେ କହିବାକୁ ଗଲେ ସେମାନେ ତାଙ୍କୁ ଗ୍ରହଣ କଲେ ନାହିଁ। ଆମେ ଯଦି ବୋଲି କଥାବାର୍ତ୍ତା କରୁଛୁ, କିନ୍ତୁ ଇସ୍ରାଏଲିଆମାନେ ପ୍ରତ୍ୟାଖ୍ୟାନ କଲେ। ଯଦି କେବେ ଏପରି ପ୍ରଶ୍ନଗୁଡ଼ିକ ସମସ୍ୟା ସୃଷ୍ଟି କରି, ଏଥିର କୌଣସି ବାସ୍ତବତା ନାହିଁ। ଆଉ ନୂଆ ସମସ୍ୟା ସୃଷ୍ଟି ନ କଲେ ମଧ୍ୟ ପୃଥିବୀରେ ଯଥେଷ୍ଟ ସମସ୍ୟା ରହିଛି। ପରବର୍ତ୍ତୀ 2ଟି ପଦ ଦୃଷ୍ଟାନ୍ତ ଭାବରେ କାହାକୁ କଟାକ୍ଷ କରିବାକୁ କହୁନାହାନ୍ତି। କାହାକୁ ଆଘାତ ଦେବା ନିମନ୍ତେ ନ କହି ଦୃଷ୍ଟାନ୍ତ ମାଧ୍ୟମରେ ସତ୍ୟକୁ ପ୍ରକାଶ କରିବା ନିମନ୍ତେ କହୁଛନ୍ତି। ମାଥ୍ୟୁ 11 ପର୍ବ ତାର 16 ଏବଂ 17 ପଦରେ ଲେଖା ଅଛି, କିନ୍ତୁ ମୁଁ କାହା ସଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ଯେଉଁ ପିଲାମାନେ ହାଟ ବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି, ଆମ୍ଭେମାନେ ତୁମମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ। ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ। ବର୍ତ୍ତମାନ ପୁରୁଷ ସେମାନଙ୍କ ପରି। ରାସ୍ତାରେ ଖେଳୁଥିବା ଛୋଟ ପିଲାମାନଙ୍କ ଚିତ୍ର ଏଠାରେ ଦେଖ। ଗୋଟିଏ ଗୋଷ୍ଠୀ କହନ୍ତି, ଚାଲ ଆମେ ଶବ ସତ୍କାର ବା ଶୋକସଭା ଖେଳ ଖେଳିବା। ସେମାନେ କିଛି ସମୟ ସେହି ଖେଳ ଖେଳନ୍ତି, ଶୀଘ୍ର ସେଥିରୁ କ୍ଳାନ୍ତ ହୋଇଯାନ୍ତି ଏବଂ ତାପରେ କହନ୍ତି, ଚାଲ ଆମେ ବିବାହ ଖେଳ ଖେଳିବା। ଶୀଘ୍ର ସେମାନେ ବିବାହ ଖେଳରୁ ମଧ୍ୟ କ୍ଳାନ୍ତ ହୋଇଯାନ୍ତି। ସେମାନେ ଗୋଟିଏ ଖେଳର ଶେଷରୁ ଅନ୍ୟ ଖେଳକୁ ଯାଆନ୍ତି। ସେମାନେ ଖେଳିବା ପାଇଁ ଦାବି କରନ୍ତି। ଯୀଶୁ ଯେଉଁ ପିଢ଼ି ବିଷୟରେ କହୁଥିଲେ, ସେମାନେ ଠିକ୍ ସେହିପରି ଥିଲେ ଏବଂ ଆମର ପିଢ଼ି ମଧ୍ୟ ଅବିକଲ ସେହିପରି। ମାଥ୍ୟୁ 11 ପର୍ବ ତାର 18 ପଦରେ ଲେଖା ଅଛି, କାରଣ ଜହନ ଆସି ଭୋଜନ ପାନ କଲେ ନାହିଁ, ଆଉ ଲୋକେ କହନ୍ତି ସେ ଭୂତଗ୍ରସ୍ତ। ଜହନ ଆତ୍ମା ସଂଯମୀ ଓ କଠୋର ଥିଲେ, ତେଣୁ ଲୋକେ ତାଙ୍କ ନିକଟକୁ ଯିବା ସହଜ ନଥିଲା। ମାଥ୍ୟୁ 11 ପର୍ବ ତାର 19 ପଦରେ ଲେଖା ଅଛି, ମନୁଷ୍ୟ ପୁତ୍ର ଆସି ଭୋଜନ ପାନ କରନ୍ତି
ଆଉ ଲୋକେ କହନ୍ତି, ଦେଖ ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କ ବନ୍ଧୁ। ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା। ଯୀଶୁ ସମସ୍ତଙ୍କ ସହିତ ସମ୍ପର୍କ ରଖୁଥିଲେ, କିନ୍ତୁ ତାଙ୍କ ବିଷୟରେ କ'ଣ କହିଲେ? ଓ ସେ ଜଣେ ପେଟୁ, ସେ ପାପୀମାନଙ୍କ ସହିତ ବନ୍ଧୁ। ସେମାନେ ଯୋହନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିଲେ କିମ୍ବା ଯୀଶୁଙ୍କ କାର୍ଯ୍ୟରେ ମଧ୍ୟ ସନ୍ତୁଷ୍ଟ ନଥିଲେ। ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଆପଣ କେବେ ବି ସନ୍ତୁଷ୍ଟ କରିପାରିବେ ନାହିଁ ଏବଂ ସେମାନଙ୍କ କଥା ଭୁଲିଯିବା ହିଁ ଆପଣଙ୍କ ପାଇଁ ଭଲ। ସେମାନେ ଏପରି ପ୍ରଚାରକକୁ ପସନ୍ଦ କରନ୍ତି ନାହିଁ ଯେ ଠିଆ ହୋଇ ଉଚ୍ଚ ସ୍ୱରରେ ନିଜର ଶିକ୍ଷା ଦିଅନ୍ତି। ପୁଣି ସେମାନେ ଏପରି ପ୍ରଚାରକ ମଧ୍ୟ ପସନ୍ଦ କରନ୍ତି ନାହିଁ କାରଣ ସେ ବହୁତ ଭାବପ୍ରବଣ ହୋଇ କଥା କୁହନ୍ତି ଏବଂ ମଞ୍ଚକୁ ବାଡ଼େଇ ପ୍ରଚାର କରନ୍ତି। ଜ୍ଞାନୀମାନଙ୍କ ଶିକ୍ଷାକୁ ମଧ୍ୟ ବୁଝିପାରନ୍ତି ନାହିଁ ଏବଂ ଅନ୍ୟ ଜଣେ ବହୁତ ସରଳ ହୋଇଥିବାରୁ ସେମାନେ ତାଙ୍କୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ କେହି କେବେ ସନ୍ତୁଷ୍ଟ କରିପାରିବେ ନାହିଁ ଏବଂ ଆମ ପ୍ରଭୁଙ୍କ ସମୟରେ ମଧ୍ୟ ତାହା ହିଁ ଘଟୁଥିଲା। ମନେ ରଖନ୍ତୁ ଯେ ଯୀଶୁ ରାଜା ଅଟନ୍ତି, ନୈତିକ ଜୀବନର ବ୍ୟାଖ୍ୟା କରୁଛନ୍ତି। ଆଶ୍ଚର୍ଯ୍ୟ କାର୍ଯ୍ୟ ଦ୍ୱାରା ସେ କିଏ ପ୍ରମାଣ ଦେଇଛନ୍ତି। ସୁସମାଚାରରେ ଏ କଥା ପ୍ରଚାର କଲେ ଯେ ସ୍ୱର୍ଗରାଜ୍ୟ ସନ୍ନିକଟ। ସେ ଆପଣାକୁ ପ୍ରକାଶ କଲେ, କିନ୍ତୁ ତାଙ୍କ ନିଜ ଲୋକମାନେ ତାଙ୍କୁ ଅଗ୍ରାହ୍ୟ କଲେ। ତାଙ୍କ ପ୍ରତ୍ୟାଖ୍ୟାନ ତାଙ୍କୁ କିଛି କରିବା ନିମନ୍ତେ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା। ସେ ତାଙ୍କୁ ଅଗ୍ରାହ୍ୟ କଲେ। ସେ ରାଜା ଅଟନ୍ତି। ରାଜାଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ଅଟେ। ମାଥ୍ୟୁ 11 ପର୍ବ ତାର 20 ଏବଂ 21 ପଦରେ ଲେଖା ଅଛି, ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଶକ୍ତିର କାର୍ଯ୍ୟ କରାଯାଇଥିଲା, ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରିନଥିଲେ। ହାୟ ଦଣ୍ଡର ପାତ୍ର କୋରାଜିନ୍! ହାୟ ଦଣ୍ଡର ପାତ୍ର ବେଥସାଇଦା! କାରଣ ତୁମମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସିଦୋନରେ କରାଯାଇଥାନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାନ୍ତେ। କୋରାଜିନ୍ ଏବଂ ବେଥସାଇଦା ହେଉଛି କଫରନାଉମର ଉତ୍ତର ଦିଗ ନିକଟରେ ଅବସ୍ଥିତ ଦୁଇଟି ସହର, ଯେଉଁଠାରେ ପ୍ରଭୁଙ୍କର ମୁଖ୍ୟ କାର୍ଯ୍ୟାଳୟ ଥିଲା। ସେ ଏହି ଅଞ୍ଚଳରେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିଲେ। ସେମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏବେ ସେ ସେମାନଙ୍କ ଉପରେ ବିଚାର ଘୋଷଣା କରୁଛନ୍ତି। ମାଥ୍ୟୁ 11 ପର୍ବ ତାର 22 ପଦରେ ଲେଖା ଅଛି, ତଥାପି ମୁଁ ତୁମମାନଙ୍କୁ କହୁଅଛି, ବିଚାର ଦିନରେ ତୁମମାନଙ୍କ ଦଶା ଅପେକ୍ଷା ସୋର ଓ ସିଦୋନର ଦଶା ସହନୀୟ ହେବ। ଆଲୋକ ଦାୟିତ୍ୱବୋଧ ସୃଷ୍ଟି କରେ। ପ୍ରଭୁ କେବେ ହେଲେ ସୋର କିମ୍ବା ସିଦୋନରେ କୌଣସି ସେବା କାର୍ଯ୍ୟ କରିନଥିଲେ କିମ୍ବା ସେଠାରେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ନଥିଲା, କିନ୍ତୁ ସେ କୋରାଜିନ୍ ଓ ବେଥସାଇଦା ଅଞ୍ଚଳରେ ଅନେକ ସମୟ ଅତିବାହିତ କରିଥିଲେ ଏବଂ ସେ ସେମାନଙ୍କୁ ଦେଇଥିବା ଆଲୋକ ପାଇଁ ସେମାନଙ୍କୁ ହିଁ ଦାୟୀ କରନ୍ତି। ମୋର ବୁଝିବା ଅନୁସାରେ ଈଶ୍ୱରଙ୍କର ବିଚାର ସମୟରେ ପୁରସ୍କାରର ବିଭିନ୍ନ ସ୍ତର ରହିବା ସହିତ ଦଣ୍ଡର ମଧ୍ୟ ବିଭିନ୍ନ ସ୍ତର ରହିବ। ଏପରିକି ଆମର ବର୍ତ୍ତମାନ ସମୟରେ ମଧ୍ୟ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାର ଏକ ମହିମାମୟ ସୁଯୋଗ ପାଇଥିଲେ ମଧ୍ୟ ସେମାନେ ତାଙ୍କ ପ୍ରତି ବିମୁଖ ହୋଇଛନ୍ତି। ଏବେ ପ୍ରଭୁ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ଥିବା କଫରନାଉମ ବିଷୟରେ କହୁଛନ୍ତି। ମାଥ୍ୟୁ 11 ପର୍ବ ତାର 23 ପଦରେ ଲେଖା ଅଛି, ଆଉ ରେ କଫରନାଉମ, ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ। କାରଣ ତୋ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋଦୋମରେ କରାଯାଇଥାନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାନ୍ତା। ନିଜ ସହରରେ ପ୍ରଭୁ ଯୀଶୁଙ୍କର ମୁଖ୍ୟ କାର୍ଯ୍ୟାଳୟ ରହିବା ସେମାନଙ୍କ ପାଇଁ କେତେ ବଡ଼ ସୌଭାଗ୍ୟର ବିଷୟ ଥିଲା, କିନ୍ତୁ ସେମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ। ପ୍ରଭୁ ଯୀଶୁ କହୁଛନ୍ତି ଯେ ଯଦି ସେହି ଦୁଷ୍ଟ ସହର ସୋଦୋମ କଫରନାଉମରେ ହୋଇଥିବା ସେହି ସମସ୍ତ ଅଲୌକିକ କାର୍ଯ୍ୟର ସାକ୍ଷୀ ହୋଇଥାନ୍ତା, ତେବେ ସେମାନେ ନିଜ ପାପ ଓ ଦୁଷ୍ଟତାରୁ ନିଶ୍ଚୟ ନିବୃତ୍ତ ହୋଇଥାନ୍ତେ ଏବଂ ସେମାନଙ୍କ ଉପରକୁ ଆସିଥିବା ସେହି ଭୟଙ୍କର ଦଣ୍ଡର ପାତ୍ର ହୋଇନଥାନ୍ତେ। ମାଥ୍ୟୁ 11 ପର୍ବ ତାର 24 ପଦରେ ଲେଖା ଅଛି, ତଥାପି ମୁଁ ତୁମମାନଙ୍କୁ କହୁଅଛି, ବିଚାର ଦିନରେ ତୋହର ଦଶା ଅପେକ୍ଷା ସୋଦୋମ ଦେଶର ଦଶା ସହନୀୟ ହେବ। ସବୁଠାରୁ କଠୋର ଭାଷା କହୁଛନ୍ତି, ଏହି ବାକ୍ୟ ଯୀଶୁଙ୍କ କୋମଳ ହୃଦୟରୁ ନିର୍ଗତ ହୋଇଥିଲା।
ସେ ଏଠାରେ ଜଣେ ବିଚାରପତି ଏବଂ ରାଜା ଭାବରେ କହୁଛନ୍ତି। ଏହି କଠୋର ଶବ୍ଦ ଆମକୁ ସତର୍କତାର ସହିତ ଶୁଣିବା ପାଇଁ ବାଧ୍ୟ କରେ। ବର୍ତ୍ତମାନର ଆଧୁନିକ ମଣ୍ଡଳୀର କାର୍ଯ୍ୟକାରୀ ନ ହୋଇ ବରଂ ସୁସମାଚାର ନ ଶୁଣି ଅନ୍ଧକାରରେ କୌଣସି ଜଙ୍ଗଲ ମଧ୍ୟରେ ରହିଲେ ଭଲ ହେବ। ଯଦି ପାଖରେ ବାଇବଲ ଅଛି କିନ୍ତୁ ଯୀଶୁଙ୍କୁ ପରିତ୍ରାଣକର୍ତ୍ତା ଭାବେ ଗ୍ରହଣ ନ କରିବା ଭୟଙ୍କର ବିଷୟ ହେବ। ଯଦିଓ ସୋଦୋମ ଏବଂ ଅମୋରା ଅତ୍ୟନ୍ତ ଭୟଙ୍କର ସ୍ଥାନ ଥିଲା, ତଥାପି ବିଚାର ଦିନରେ ସେହି ସହରଗୁଡ଼ିକ ଅପେକ୍ଷା ଏହି ସହରଗୁଡ଼ିକ ପାଇଁ ପରିସ୍ଥିତି ଅଧିକ ଦୁଃଖଦାୟକ ହେବ। ସେମାନେ ଯୀଶୁଙ୍କ ବାକ୍ୟ ଶୁଣି ଅଗ୍ରାହ୍ୟ କରୁଛନ୍ତି। ମାଥ୍ୟୁ 11 ପର୍ବ ତାର 25 ଏବଂ 26 ପଦରେ ଲେଖା ଅଛି, ସେହି ସମୟରେ ଯୀଶୁ ଉତ୍ତର ଦେଲେ, ପିତ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ। ଏ ନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି। ହଁ ପିତ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା। ଅନେକ ଜ୍ଞାନୀ ବ୍ୟକ୍ତି ଏହି ସତ୍ୟ ବୁଝନ୍ତି ନାହିଁ, କିନ୍ତୁ ଶିଶୁମାନେ ବୁଝିପାରନ୍ତି। ଅନେକ ବର୍ଷ ପୂର୍ବେ ଡକ୍ଟର ହ୍ୟାରି ଆୟରନସାଇଟ୍ କହିଥିଲେ, ବିସ୍କୁଟ ଗୁଡ଼ିକ ସବୁବେଳେ ସବୁଠାରୁ ତଳ ସ୍ତରକୁ ସେଲ୍ଫରେ ରଖନ୍ତୁ, ଯେପରି ଛୋଟ ପିଲାମାନେ ସହଜରେ ସେଠାରେ ପହଞ୍ଚି ପାରିବେ। ଯଦି ଆପଣ ଏପରି ଭାବରେ ପ୍ରଚାର କରିବେ ଯେଉଁଥିରେ ପିଲାମାନେ ଆପଣଙ୍କ କଥା ବୁଝିପାରିବେ, ତେବେ ଆପଣ ନିଶ୍ଚିତ ହେବେ ଯେ ବୟସ୍କ ବ୍ୟକ୍ତିମାନେ ମଧ୍ୟ ତାହା ବୁଝିପାରିବେ। କିନ୍ତୁ ବେଳେବେଳେ ଏପରି ହୁଏ ଯେ ପିଲାମାନେ କଥାଟିକୁ ବୁଝିଯାଆନ୍ତି ଅଥଚ ବଡ଼ମାନେ ତାହା ବୁଝିବାରେ ଭୁଲ କରନ୍ତି। ମାଥ୍ୟୁ 11 ପର୍ବ ତାର 27 ପଦରେ ଲେଖା ଅଛି, ମୋହର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋଠାରେ ସମର୍ପିତ ହୋଇଅଛି। ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି। ପୁଣି ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି। ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେ ଜାଣେ। ଅନ୍ୟ ଭାବରେ କହିବାକୁ ଗଲେ ଯୋହନ 14 ପର୍ବ ତାର 6 କହେ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ତାପରେ ଦେଖୁ ଯେ ପ୍ରଭୁ ବ୍ୟକ୍ତିଗତ ଭାବେ ଆହ୍ୱାନ କରନ୍ତି। ଏହି ପଦଗୁଡ଼ିକ ଆମକୁ ପ୍ରଭୁଙ୍କ ବାକ୍ୟରେ ନିଶ୍ଚିତ ବିଶ୍ରାମ ଓ ପରିବର୍ତ୍ତନ ବିଷୟରେ କହେ। ସେ ସମୟ ପର୍ଯ୍ୟନ୍ତ ପ୍ରଭୁ ଶିକ୍ଷା ଦେଉଥିଲେ ଯେ ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଯୀଶୁ ନିଜକୁ ମସିହ ଭାବେ ପ୍ରମାଣ କଲେ ମଧ୍ୟ ସେମାନେ ଅଗ୍ରାହ୍ୟ କରିଥିଲେ। ସେହି ସହର ସବୁ ତାଙ୍କ ପ୍ରତି ବିମୁଖ ହୋଇଥିଲେ ଏବଂ ଜେରୁସାଲେମ ମଧ୍ୟ ତାହା ହିଁ କରିଥିଲା। ପ୍ରଭୁ ବର୍ତ୍ତମାନ ଇସ୍ରାଏଲ ଜାତି ପ୍ରତି ନିଜର ଆଭିମୁଖ୍ୟ ବଦଳାଉଛନ୍ତି ଏବଂ ସେମାନଙ୍କ ନିକଟରେ ସ୍ୱର୍ଗରାଜ୍ୟର ପ୍ରସ୍ତାବ ଆଉ ରଖୁନାହାନ୍ତି। ସେ ଏବେ କ୍ରୁଶବିଦ୍ଧ ହେବା ପଥରେ ଅଗ୍ରସର ହେଉଛନ୍ତି। ତାଙ୍କ ନିମନ୍ତ୍ରଣ ବର୍ତ୍ତମାନ ବ୍ୟକ୍ତିଗତ ଅଟେ। ପ୍ରଭୁ ଯୀଶୁ କହିଲେ, ମାଥ୍ୟୁ 11 ପର୍ବ ତାର 28ରୁ 30 ପଦରେ ଲେଖା ଅଛି, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ। ତାଙ୍କ କହିବା ଶୈଳୀ ଅନ୍ୟ ପଦଗୁଡ଼ିକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହା ଯୀଶୁଙ୍କ ପକ୍ଷରୁ ଏକ ନୂତନ ସମ୍ବାଦ ଓ ଆହ୍ୱାନ। ସେ ବର୍ତ୍ତମାନ ଇସ୍ରାଏଲଠାରୁ ଦୃଷ୍ଟି ଫେରାଇ ବ୍ୟକ୍ତିଗତ ଭାବେ ଆହ୍ୱାନ କରୁଛନ୍ତି। ଏହା ଆଉ କୌଣସି ରାଜ୍ୟର ଜାତୀୟ ଘୋଷଣା ହୋଇ ରହିନାହିଁ, ବରଂ ପରିତ୍ରାଣର ବିଶ୍ରାମ ପାଇବା ପାଇଁ ଏହା ଏକ ବ୍ୟକ୍ତିଗତ ଆମନ୍ତ୍ରଣ ଅଟେ। ମୁଁ ତୁମକୁ ବିଶ୍ରାମ ଦେବି, ଆକ୍ଷରିକ ଭାବେ ସେ ବିଶ୍ରାମ ଦେବେ। ଯେଉଁମାନେ ବୋଝଗ୍ରସ୍ତ, ସେ ପାପରେ ବୋଝଗ୍ରସ୍ତ, ସେ ବିଷୟରେ କହୁଛନ୍ତି। ଯିଶାୟ ଓ ଗୀତ ସଂଗୀତାରେ ତାହା ହିଁ କୁହାଯାଇଥିବା ଦେଖୁ। ଯେପରି ଯିଶାୟ 1 ପର୍ବ 4 ପଦ କହେ, ଆହା ପାପିଷ୍ଟ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ, ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି। ସେମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି। ଗୀତ ସଂହିତା 38 ପର୍ବ 4 କହେ, କାରଣ ମୋହର ଅପରାଧ ମୋ ମସ୍ତକ ଉପରେ ଉଠିଅଛି, ତାହା ସବୁ ମୋ ଶକ୍ତି ଅପେକ୍ଷା ଭାରି ବୋଝ ସ୍ୱରୂପ। ପାପର ବୋଝ ତୁମ ପାଇଁ ଅତ୍ୟଧିକ ଭାରୀ। ଯଦି ତୁମେ ନିଜର ପାପର ବୋଝକୁ ନିଜ ବୋହିବାକୁ ଚେଷ୍ଟା କରିବ, ତେବେ ତୁମେ ପ୍ରକୃତରେ ହାର୍ନିଆ ରୋଗରେ ଆକ୍ରାନ୍ତ ହେବ।
ଏହି ସଂସାରରେ ସେହି ବୋଝକୁ ଓହ୍ଲାଇ ରଖିବା ପାଇଁ ଏକମାତ୍ର ସ୍ଥାନ ହେଉଛି ଖ୍ରୀଷ୍ଟଙ୍କ କ୍ରୁଶ। ସେ ତୁମ ପାଇଁ ଏହାକୁ ବହନ କରିଛନ୍ତି ଏବଂ ସେ ତୁମକୁ ନିଜ ପାପର ବୋଝ ତାଙ୍କ ନିକଟକୁ ନେଇ ଆସିବାକୁ ଆମନ୍ତ୍ରଣ କରୁଛନ୍ତି। ସେ ତୁମକୁ କ୍ଷମା କରିପାରିବେ କାରଣ ସେହି କ୍ରୁଶ ଉପରେ ସେ ତୁମ ପାପର ବୋଝକୁ ନିଜେ ସହି ନେଇଛନ୍ତି। ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପାପୀମାନଙ୍କର ପରିତ୍ରାଣ ବିଷୟ କହି ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ଏହା ବିଶ୍ୱାସୀମାନଙ୍କ ପବିତ୍ରୀକରଣ ବିଷୟରେ କହେ। ଯୀଶୁ ବିଶ୍ରାମ ଦେବେ। ସେହି ବିଶ୍ରାମ ମୁକ୍ତିକୁ ବୁଝାଏ। ବିଶ୍ୱାସୀମାନେ ଅନୁଭବ କରୁଥିବା ଆଉ ଏକ ପ୍ରକାରର ବିଶ୍ରାମ ମଧ୍ୟ ଅଛି, ଯାହା ଖ୍ରୀଷ୍ଟଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଏବଂ ନିଜକୁ ଉତ୍ସର୍ଗ କରିବା ଦ୍ୱାରା ମିଳିଥାଏ। ଯଦି ଆପଣ ଖ୍ରୀଷ୍ଟଙ୍କ ନିକଟରେ ସମର୍ପିତ, ତେବେ ଆପଣଙ୍କୁ ପ୍ରଶଂସା ପାଇବା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। କୌଣସି ପଦପଦବୀ ପାଇଁ ଆପଣଙ୍କୁ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ। ପ୍ରିୟ ବନ୍ଧୁ, ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ ହେବ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ପବିତ୍ର ପ୍ରିୟ ପ୍ରଭୁ, ଆଜିର ଅଧ୍ୟୟନ ମଧ୍ୟରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ପ୍ରେମମୟ ସ୍ୱର୍ଗସ୍ଥ ପିତା, ଆଗାମୀ ଦିନମାନଙ୍କରେ ଆହୁରି ଯେପରି ଆମେ ତୁମରି ବାକ୍ୟ ପ୍ରତି ମନୋଯୋଗୀ ହେବୁ, ତୁମର ବାକ୍ୟକୁ ବୁଝିବା ନିମନ୍ତେ ନିଜ ନିଜକୁ ପ୍ରସ୍ତୁତ କରିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ସେମାନଙ୍କର ସମସ୍ତ ସମସ୍ୟାକୁ ତୁମେ ଦୂର କର। ଗୌରବ ସମ୍ଭ୍ରମ ମହିମା ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଅଧ୍ୟୟନରୁ ଆମେ ଶିଖିଲୁ ଯେ ଯଦିଓ ଯୋହନ ବାପ୍ତିଜକ କାରାଗାରରେ ଥିବା ସମୟରେ କିଛିଟା ଦ୍ୱନ୍ଦ୍ୱରେ ଥିଲେ, ତଥାପି ଯୀଶୁ ନିଜର ଚମତ୍କାର ଓ ପ୍ରଚାର ମାଧ୍ୟମରେ ପ୍ରମାଣ କଲେ ଯେ ସେ ପ୍ରକୃତରେ ପ୍ରତିଜ୍ଞାତ ମସିହ ଅଟନ୍ତି। ଯୀଶୁ ଯୋହନଙ୍କୁ ଜଣେ ମହାନ ଭାବବାଦୀ ଭାବରେ ସମ୍ମାନିତ କଲେ, କିନ୍ତୁ ତଥାପି ଅନେକ ଲୋକ ଯୋହନ ଏବଂ ଯୀଶୁ ଉଭୟଙ୍କୁ ପ୍ରତ୍ୟାଖ୍ୟାନ କଲେ। କଫରନାହୁମ, କୋରାଜିନ୍ ଏବଂ ବେଥସାଇଦା ପରି ନଗରଗୁଡ଼ିକ ଅନୁତାପ କରିବାକୁ ମନା କରିଦେଇଥିବାରୁ ଯୀଶୁ ସେମାନଙ୍କୁ ଆଗାମୀ ବିଚାର ବିଷୟରେ ସତର୍କ କରାଇଲେ। ପରବର୍ତ୍ତୀ ଅଧ୍ୟୟନରେ ଆମେ ମାଥ୍ୟୁ 12 ଅଧ୍ୟାୟ ବିଷୟରେ ଜାଣିବା, ଯେଉଁଠାରେ ଆମେ ଯୀଶୁ ଏବଂ ଧାର୍ମିକ ଶାସକମାନଙ୍କ ମଧ୍ୟରେ ସଂଘର୍ଷ ଏବଂ ସେମାନଙ୍କ ସମ୍ପର୍କରେ ଚୂଡ଼ାନ୍ତ ବିଚ୍ଛେଦ ଦେଖିବାକୁ ପାଇବା। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଜିର ପ୍ରଶ୍ନଟି ହେଉଛି ଯୀଶୁଙ୍କ କାର୍ଯ୍ୟକଳାପ ବିଷୟରେ ବାପ୍ତିଜିକ ଯୋହନକୁ କିଏ ସୂଚନା ଦେଇଥିଲା? ଏ. ରୋମିଓ ସୈନିକମାନେ, ବି. ତାଙ୍କ ଶିଷ୍ୟମାନେ, ସି. ଫାରୁସୀମାନେ, ଡି. ଜନଗହଳି। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଭୁବନେଶ୍ୱରରୁ ବିଶ୍ୱଜିତ ପାତ୍ର।